Hello everyone, welcome to my YouTube channel Odisha Exam Guide to friends. ହେଲା ଆଜି ଏଇ ଭିଡ଼ିଓରେ ଆମେ ହିଷ୍ଟ୍ରିର ଲିଥିକ୍ ଏଜ୍ ବା ଯାହାକୁ ଆମେ କହୁଛେ ଷ୍ଟୋନ୍ ଏଜ୍ ବୋଲିକି ହେଲା ସେଇ ବିଷୟରେ ଆଜି ଆମେ ଡିସ୍କସ୍ କରିବା ହେଲା। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ତ ଲିଥିକ୍ ଏଜ୍ ହେଲା, ଲିଥିକ୍ ଏଜ୍ ବା ଯାହାକୁ ଆମେ କହୁଛେ ଷ୍ଟୋନ୍ ଏଜ୍ ବୋଲିକି ହେଲା। ଏ ଷ୍ଟୋନ୍ ଏଜ୍ର ଟାଇମ୍ ପିରିୟଡ଼ କେତେ ନା ଟାଇମ୍ ପିରିୟଡ଼ ହେଉଛି 30 ଲକ୍ଷ ବିସିରୁ 1000 ବିସି ପର୍ଯ୍ୟନ୍ତ ହେଲା। 30 ଲକ୍ଷ ବିସିରୁ 1000 ବିସି ପର୍ଯ୍ୟନ୍ତ ଷ୍ଟୋନ୍ ଏଜ୍ ବା ଲିଥିକ୍ ଏଜ୍ର ଟାଇମ୍ ପିରିୟଡ଼। ଆଉ ଏହି ଏଜ୍କୁ କାହିଁକି ଆମେ ଷ୍ଟୋନ୍ ଏଜ୍ ବା ଲିଥିକ୍ ଏଜ୍ ବୋଲି କହୁଛେ ନା ଏହି ପିରିୟଡ଼ରେ ହେଲା, ଏହି ପିରିୟଡ଼ରେ ଆମେ ଯେଉଁ ଆମର ଆର୍କିଓଲୋଜିକାଲ ଏଭିଡେନ୍ସ ଗୁଡ଼ିକ ବହୁତ ମିଳିଛି ହେଲା, ଯେଉଁଥିରେ କି ଷ୍ଟୋନ୍ ଇମ୍ପ୍ଲିମେଣ୍ଟ କରାଯାଉଥିଲା ହେଲା, ପଥର ଗୁଡ଼ିକର ବ୍ୟବହାର ବହୁତ ପରିମାଣରେ କରାଯାଉଥିଲା। ସେଇଥିପାଇଁ ଏହିଟାକୁ ଆମେ ଷ୍ଟୋନ୍ ଏଜ୍ ବୋଲି କହୁଛେ ଏହି ପିରିୟଡ଼କୁ। ଓକେ, ତ ଏଇଟାକୁ ମନେ ରଖିନେବେ କ'ଣ ନା ଡିଫାଇନ୍ ବାଇ ଦ ୟୁଜ୍ ଅଫ୍ ଷ୍ଟୋନ୍ ଇମ୍ପ୍ଲିମେଣ୍ଟସ୍ ବାଇ ଆର୍ଲି ହ୍ୟୁମାନ୍ସ ହେଲା, ମାନେ ବହୁତ ପରିମାଣରେ ଷ୍ଟୋନ୍ ବା ପଥରର ୟୁଜ୍ ହେଉଥିବାରୁ ଏଇଟାକୁ ଆମେ ଷ୍ଟୋନ୍ ଏଜ୍ ବା କ'ଣ ନା ଲିଥିକ୍ ଏଜ୍ ବୋଲି କହୁଛେ। ଓକେ, ତାପରେ ଆମେ କ'ଣ ନା ଲିଥିକ୍ ଏଜ୍କୁ ଆମେ ତିନୋଟି ପିରିୟଡ଼ରେ ଡିଭାଇଡ଼ କରାଯାଇଛି ହେଲା। ଲିଥିକ୍ ଏଜ୍ ବା ଷ୍ଟୋନ୍ ଏଜ୍କୁ କ'ଣ ନା ସେଇଟା ହେଉଛି ଆମର ପେଲିଓଲିଥିକ୍ ଏଜ୍ ବା ଯାହାକୁ ଆମେ କହୁଛେ ଓଲ୍ଡ ଷ୍ଟୋନ୍ ଏଜ୍, ତାପରେ ଅଛି ମେସୋଲିଥିକ୍ ଏଜ୍ ବା ଯାହାକୁ ଆମେ କହୁଛେ ମିଡିଲ୍ ଷ୍ଟୋନ୍ ଏଜ୍, ଆଉ ଥାର୍ଡ଼ ହେଉଛି ନିଓଲିଥିକ୍ ଏଜ୍ ବା ଯାହାକୁ ଆମେ କହୁଛେ ନୂଆ ଷ୍ଟୋନ୍ ଏଜ୍। ଓକେ, ତ ତାପରେ ନେକ୍ସଟ ଆମେ ଦେଖିବା ଯେ ପେଲିଓଲିଥିକ୍ ଏଜ୍ ବା ଯାହାକୁ ଆମେ କହୁଛେ ଦ ଓଲ୍ଡ ଷ୍ଟୋନ୍ ଏଜ୍ ହେଲା। ଏହାର ଟାଇମ୍ ପିରିୟଡ଼ କେତେ? ଏହାର ଟାଇମ୍ ପିରିୟଡ଼ ହେଉଛି 30 ଲକ୍ଷ ବିସିରୁ 10,000 ବିସି ପର୍ଯ୍ୟନ୍ତ ହେଲା। ଏଇ ଯେଉଁ ଟାଇମ୍ ପିରିୟଡ଼କୁ ଏ ଟାଇମ୍ ପିରିୟଡ଼କୁ ମନେ ରଖିନେବେ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ ରୋଲ୍ ପ୍ଲେ କରେ। ଓକେ, କାହିଁକିନା ଆପଣମାନେ ଏଇ ଭିତରୁ ବି କୋଶ୍ଚିନ୍ ଗୁଡ଼ାକ ହୋଇଥାଏ ବା ଏକ୍ଜାମ୍ସରେ ଆସିଥାଏ। ଓକେ, ତ ଏହାର ଟାଇମ୍ ପିରିୟଡ଼ ହେଉଛି 3 ଲକ୍ଷ ବିସିରୁ 10,000 ବିସି ପର୍ଯ୍ୟନ୍ତ। ଓକେ, ତ ଏଇ ଯେଉଁ ଆମର ଯେଉଁ ପେଲିଓଲିଥିକ୍ ଏଜ୍ ବା ଯେଉଁ ଆମେ ଯାହାକୁ କହୁଛେ ଦ ଓଲ୍ଡ ଷ୍ଟୋନ୍ ଏଜ୍ ହେଲା, ଏଇ ଯେଉଁ ପେଲିଓଲିଥିକ୍ଟା, ଏଇ ପେଲିଓଲିଥିକ୍ଟା କେଉଁଠାରୁ ଆସୁଛି ନା ଏଇ ପେଲିଓଲିଥିକ୍ଟା ଦୁଇଟା ଗ୍ରୀକ୍ ୱାର୍ଡ଼ରୁ ଆସିଛି, ଯାହାର ହେଲା କେଉଁଟା ନା ପେଲିଓର ମିନିଂ ହେଉଛି ବା ଅର୍ଥ ହେଉଛି ଓଲ୍ଡ। ଓଲ୍ଡ ମାନେ ପୁରୁଣା ବା ଲିଥିକ୍ର, ଆଉ ଲିଥିକ୍ର ହେଉଛି ଷ୍ଟୋନ୍ ମାନେ ପଥର ବା ପେଲିଓଲିଥିକ୍ ମିଶାଇ ଦେଲେ କ'ଣ ହେବ ତାର ଅର୍ଥ ନା ଓଲ୍ଡ ଷ୍ଟୋନ୍ ଏଜ୍ ହେଲା, ଯାହାର ମିନିଂ ହେଉଛି ପେଲିଓଲିଥିକ୍ ଏଜ୍ର ମିନିଂ ହେଉଛି ଦ ଓଲ୍ଡ ଷ୍ଟୋନ୍ ଏଜ୍। ଓକେ, ତାପରେ ଆମେ ଦେଖିବା ନେକ୍ସଟ ଦେଖିବା ଯେଉଁ ଆମର ଇଣ୍ଡିଆରେ ଏହାର କ୍ରେଡ଼ିଟ୍ କାହାକୁ ଦିଆଯାଏ ନା ଡିସ୍କଭରି ଅଫ୍ ପେଲିଓଲିଥିକ୍ ଆର୍ଟିଫ୍ୟାକ୍ଟସ୍, ମାନେ ଯେଉଁ ଆର୍ଟିଫ୍ୟାକ୍ଟସ୍ ଗୁଡ଼ିକ ଅଛି ପେଲିଓଲିଥିକ୍ ପିରିୟଡ଼ର କେଉଁ ଜାଗାରେ ମିଳିଛି ନା ହେଲା, ଏଇ ଯେଉଁ ପେଲିଓଲିଥିକ୍ ଆର୍ଟିଫ୍ୟାକ୍ଟସର ଡିସ୍କଭରିଟା କାହାକୁ ଦିଆଯାଏ ନା ତାର କ୍ରେଡ଼ିଟ୍ଟା କାହାକୁ ଯାଏ ନା ତାର କ୍ରେଡ଼ିଟ୍ଟା ରବର୍ଟ ବ୍ରୁସ୍ ଫୁଟେ ହେଲା, ରବର୍ଟ ବ୍ରୁସ୍ ଫୁଟେଙ୍କୁ ଯାଏ ହେଲା, ଯାହାକୁ କି ଆମେ କ'ଣ କହିବା ନା ଇଏ ଜଣେ ହେଲା ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ଜଣେ କ'ଣ ଥିଲେ ନା ଆମର ଜିଓଲୋଜିଷ୍ଟ ଥିଲେ। ଆଉ ହେଲା, ଆଉ ଇଏ ରବର୍ଟ ବ୍ରୁସ୍ ଫୁଟେ ତାମିଲନାଡ଼ୁର ହେଲା, ତାମିଲନାଡ଼ୁର ଚେଙ୍ଗାଲପଟ୍ଟୁ ଡିଷ୍ଟ୍ରିକ୍ଟର ପଲ୍ଲବରମ୍ ଠାରେ ଗୋଟେ ଗ୍ରାଭେଲ୍ ପିଟ୍ ହେଲା, ଗୋଟେ ହ୍ୟାଣ୍ଡ ଏକ୍ସ ମାନେ କ'ଣ ନା ଗୋଟେ ହ୍ୟାଣ୍ଡ ଏକ୍ସକୁ ସେ କ'ଣ କରିଥିଲେ ନା ଡିସ୍କଭର କରିଥିଲେ କେଉଁଠାରେ ପଲ୍ଲବରମ୍ ଠାରେ ତାମିଲନାଡ଼ୁ। ଓକେ, ଏଣୁ ଆମେ ରବର୍ଟ ବ୍ରୁସ୍ ଫୁଟେଙ୍କୁ ହେଲା ଦ ଫାଦର ଅଫ୍ ପ୍ରି ହିଷ୍ଟୋରିକ୍ ଆର୍କିଓଲୋଜିକାଲ ଅଫ୍ ଇଣ୍ଡିଆ ବୋଲି ଆମେ କହିଥାଉ। ଓକେ, ଏଟାକୁ ମନେ ରଖିନେବେ, ଏଇ ଇମ୍ପୋର୍ଟାଣ୍ଟ ପଏଣ୍ଟକୁ ମନେ ରଖିନେବେ। ଓକେ, କ'ଣ ନା ଦ ଫାଦର ଅଫ୍ ପ୍ରି ହିଷ୍ଟୋରିକ୍ ଆର୍କିଓଲୋଜି। ଓକେ, ନେକ୍ସଟ ଆମେ ଦେଖିବା ନେକ୍ସଟ ପଏଣ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ ଯେ 1982 ମସିହାରେ ହେଲା 1982 ମସିହାରେ ହ୍ୟୁମାନ୍ ସ୍କଲ୍ ବା ମଣିଷର ସ୍କଲ୍କୁ କିଏ ନା ଅରୁଣ ସାଇକି ସୋନାକିଆ ହେଲା, ଅରୁଣ ସୋନାକିଆ ଯିଏକି ଜଣେ ଜିଓଲୋଜିଷ୍ଟ ଥିଲେ ହେଲା, ସିଏ ଗୋଟେ ଓମେନ୍ସ ବା ଗୋଟେ ମହିଳାର ସ୍କଲ୍କୁ ସେ ଡିସ୍କଭର କରୁଥିଲେ କେଉଁଠାରେ ନା ହାଥନୋରା ହେଲା, ମଧ୍ୟପ୍ରଦେଶର ହୋସଙ୍ଗାବାଦ ଡିଷ୍ଟ୍ରିକ୍ଟ ଠାରେ ଅଛି ହାଥନୋରା ବୋଲି ଗୋଟେ ଜାଗା। ସେଇ ଜାଗାକୁ ଆମେ ଏଇଟା କେଉଁ ଜାଗାରେ ଅଛି ନା ନର୍ମଦା ରିଭର ଭ୍ୟାଲି ଠାରେ ଏଇଟା ଅଛି, ନଦୀ ଉପତ୍ୟକାରେ। ଓକେ, ତାପରେ ଏଇଠାରେ ଆମେ
ଏଇ ଯୋଗୁଁ ହେଲା ଏଇ ଯେଉଁ ହ୍ୟୁମାନ୍ ସ୍କଲ୍ ପାଇବା ଯୋଗୁଁ ଏଇ ପେଲିଓଲିଥିକ୍ ଏଜ୍ର ହେଲା ଆମର ଇଣ୍ଡିଆର ନାଁଟା ଗ୍ଲୋବାଲ୍ ମ୍ୟାପ୍ରେ ଦିଆ ଏଇ ଦିନଠାରୁ ଗ୍ଲୋବାଲ୍ ମ୍ୟାପ୍ରେ ଆମର କ'ଣ ନା ଭାରତର ନାଁଟା ଜାଗା ପାଇଛି ହେଲା କ'ଣ ମେପ୍ ଫର୍ ଫାଇଣ୍ଡିଂ ହୋମିନିଡ୍ ଫସିଲ୍ସ ହେଲା। ଏଟାକୁ ମନେ ରଖିବା ଆଉ ଯେଉଁ ହ୍ୟୁମାନ୍ ସ୍କଲ୍ଟା ଯେଉଁ ଆମର ମିଳିଛି ହେଲା ସୋନାକିଆଙ୍କ ଅନୁସାରେ ଏଇଟା ହୋମୋ ଇରେକ୍ଟସ୍ କ୍ୟାଟେଗୋରୀର ଅଟେ ହେଲା। କେଉଁଠି ଥିଲା ନା ହୋମୋ ଇରେକ୍ଟସ୍ କ୍ୟାଟେଗୋରୀର ଥିଲା। ନେକ୍ସଟ ଆମେ ଦେଖିବା ଯେ ଆମର ପେଲିଓଲିଥିକ୍ ହ୍ୟୁମାନ୍ମାନଙ୍କର ମଣିଷମାନଙ୍କର ଜୀବନ କେମିତି ଥିଲା ହେଲା ସେମାନେ କେମିତି ବଞ୍ଚୁଥିଲେ। ତ ତାଙ୍କର ଜୀବନ ଥିଲା ଲାଇଫ୍ ୱାଜ୍ ପ୍ରିମିଟିଭ୍ ବହୁତ ପ୍ରାଚୀନ ଥିଲା ହେଲା। ସେମାନେ ହଣ୍ଟିଂ କରୁଥିଲେ ହେଲା ଏବଂ ଗ୍ୟାଦରିଂ କରୁଥିଲେ। ଗ୍ୟାଦରିଂ ମାନେ କ'ଣ ବହୁତ ଗୁଡ଼ାଏ ଲୋକ ମାନେ ଏଇଟା ଦେଖନ୍ତୁ ବହୁତ ଗୁଡ଼ାଏ ଲୋକ ହେଲା ଏଇ ଯେଉଁ ପେଲିଓଲିଥିକ୍ ଏଜ୍ର ବହୁତ ଗୁଡ଼ାଏ ଲୋକ ଗ୍ୟାଦର ହେଇକି ବା ଏକାଠି ରହୁଥିଲେ ଏକାଠି ରହିକି ପଶୁ ମାରିକି ଖାଉଥିଲେ। ଓକେ ତାପରେ ଏମାନଙ୍କର ମେନ୍ ଡାଏଟ୍ କ'ଣ ଥିଲା ନା ମିଟ୍ ମାଂସ ଫ୍ରୁଟ୍ ଏବଂ ରୁଟ୍ ଥିଲା। ଗଛର ଚେରକୁ ଏମାନେ ଖାଉଥିଲେ ହେଲା। ଏମାନେ ଗ୍ରେନ୍ ଭେଜିଟେବୁଲ୍ ବା ପନିପରିବା ବିଷୟରେ ଏମାନଙ୍କୁ କିଛି ଜଣା ନଥିଲା ହେଲା। ଏମାନଙ୍କର ଯେଉଁ ଖାଦ୍ୟଟା ଏମାନେ ରାନ୍ଧିକି ଖାଉନଥିଲେ ସେଇଟା କଞ୍ଚା ଥିଲା ଆଉ ଖାଉଥିଲେ। ଓକେ ଏମାନେ କୌଣସି ମାନେ ସିଲେଇ କପଡ଼ା ପିନ୍ଧୁ ନଥିଲେ ହେଲା। ଏଇଭଳିଆ ଟାଇପ୍ର ଗୋଟେ ହେଲା ମାନେ ଗଛର ଛାଲି କିମ୍ବା ଯେଉଁ ଟିକେ ଟିକେ ବସ୍ତ୍ର ପିନ୍ଧୁଛନ୍ତି ଦେଖିପାରୁଥିବେ ଏଇଭଳିଆ ଟିକେ ଟିକେ ବସ୍ତ୍ରକୁ ସେମାନେ ପିନ୍ଧୁଥିଲେ। ଓକେ ତ ଏଇଭଳିଆ ସେମାନେ ରହୁଥିଲେ। ଏଇଟା ତାଙ୍କର ଥିଲା ଜୀବନୀଟା। ଓକେ ତାପରେ ଡିସ୍କଭରି ଆଣ୍ଡ ୟୁଜ୍ ଅଫ୍ ଫାୟାର ମାନେ ସେମାନେ ନିଆଁର ଆବିଷ୍କାର କିପରି କଲେ ପେଲିଓଲିଥିକ୍ ଏଜ୍ର ହେଲା। ତ ଯେଉଁ ଆମର ଆର୍ଲି ହ୍ୟୁମାନ୍ସ ଥିଲେ ମଣିଷମାନେ ଥିଲେ ସେମାନେ ନିଆଁ ବିଷୟରେ ସେତିକି ତାଙ୍କୁ ଜଣା ନଥିଲା। ସେମାନେ ଅନଫ୍ୟାମିଲିୟର ୱିଥ୍ ଫାୟାର ଥିଲେ। ଓକେ ତାପରେ ଏମାନଙ୍କର କ'ଣ ନା କ୍ୱାର୍ଟିଜାଇଟ୍ ଷ୍ଟୋନ୍ ହେଲା କ'ଣ ଥିଲା ନା କ୍ୱାର୍ଟିଜାଇଟ୍ ଷ୍ଟୋନ୍ ଯେଉଁ ଅଛି ଏଇଟା ଦେଖନ୍ତୁ ଏମିତି ଖେଳୁ ଖେଳୁଟା ମାନେ ନିଆଁର ଡିସ୍କଭରି ହୋଇଥିଲା। କେତେଟା ନା ଫାୟାର ୱାଜ୍ ଏକ୍ସିଡେଣ୍ଟାଲି ଡିସ୍କଭର। ଦେଖନ୍ତୁ ଏକ୍ସିଡେଣ୍ଟାଲି ମାନେ ଏମିତି ମନେ କରନ୍ତୁ ଗୋଟେ ଲୋକ ଥିବ ସେ ଦୁଇଟା ପଥରକୁ ଏମିତି ଖେଳୁଥିବ ଆଉ ଖେଳି ଖେଳିକି ସେଇଟାକୁ ମାନେ ଦୁଇଟା ପଥରକୁ ଯେତେବେଳେ ଘଷି ହୋଇଥିବ ହେଲା ସେଇ ସମୟରେ କ'ଣ ନା ନିଆଁଟା ବାହାରି ଯାଇଥିବ ମାନେ ସେଇଟାକୁ ଦେଖିକି ନିଆଁ ବାହାର କରିଛନ୍ତି ହେଲା। ଆଉ ଏଇଟା କେବେ ହୋଇଥିଲା ନା ପାଖାପାଖି 20 ଲକ୍ଷ BC ରୁ 1 ଲାଖ BC ମଧ୍ୟରେ ଏଇଟା ହୋଇଛି ହେଲା। କ'ଣ ନା ଦୁଇଟା କ୍ୱାର୍ଟିଜାଇଟ୍ ଷ୍ଟୋନ୍ର ହେଲା ଘଷି ବା ଷ୍ଟ୍ରାଇକିଂ ଟୁ ପିସ୍ ବା ଘଷି ହେବା ଯୋଗୁଁ ନିଆଁର ଆବିଷ୍କାର ହୋଇଛି ହେଲା। ଯେଉଁଥିରେ କି ତାପରେ ଏଇ ନିଆଁର ଆବିଷ୍କାର ହେବା ଯୋଗୁଁ ମଣିଷମାନଙ୍କୁ ହେଲା ତାଙ୍କର ମିଟ୍ ବା ତାଙ୍କର ଖାଇବା ଜିନିଷକୁ ସେମାନେ ରାନ୍ଧି ବସିଲେ ହେଲା ବା ରାନ୍ଧି ପାରିଲେ। ତାପରେ ଯେଉଁ ପ୍ରିଡେଟର୍ ଏନିମଲ୍ସ ଅଛନ୍ତି ପ୍ରିଡେଟର୍ ମାନେ କ'ଣ ନା ଯେମିତି ବାଘ ଭାଲୁ ଏମାନଙ୍କୁ ସେମାନେ ଡରେଇ ପାରୁଥିଲେ ହେଲା। ତାଙ୍କୁ ବିପଦରୁ ରକ୍ଷା କରୁଥିଲେ ନିଜକୁ ଏହି ପ୍ରିଡେଟର୍ ଏନିମଲ୍ସ ମାନଙ୍କ ଠାରୁ। ଓକେ ଏଇ ପଏଣ୍ଟମାନଙ୍କୁ ବୁଝିପାରୁଥିବା ଆଶା କରୁଛି। ତାପରେ ନେକ୍ସଟ ପଏଣ୍ଟ ଆମେ ଦେଖିବା ହେଲା କ'ଣ ଥିଲା ନେକ୍ସଟ ପଏଣ୍ଟ ହେଉଛି ଆମର ଯେଉଁ ଥିଲା କ୍ଲୋଦିଂ ମାନେ ତାଙ୍କର ପୋଷାକ କିପରି ଥିଲା ପେଲିଓଲିଥିକ୍ ଏଜ୍ର ଲୋକମାନଙ୍କର ହେଲା। ତାଙ୍କର ଯେଉଁ ପୋଷାକଟା ଥିଲା ସେମାନେ ମିନିମାଲ୍ କ୍ଲଥ୍ ପିନ୍ଧୁଥିଲେ। ମିନିମାଲ୍ ମାନେ କ'ଣ ନା କମ୍ କ୍ଲଥ୍ ପିନ୍ଧୁଥିଲେ ହେଲା ମାନେ ବହୁତ ଛୋଟ କପଡ଼ା ପିନ୍ଧୁଥିଲେ। ଏଇଭଳିଆ ଦେଖନ୍ତୁ ଏଇଟା ଛୋଟ କପଡ଼ା ପିନ୍ଧୁଥିଲେ ହେଲା। ତାପରେ ୱେନ୍ ୱେଦର୍ ୱାଜ୍ ୱାର୍ମ ଯେତେବେଳେ ପାଗଟା ଗରମ ଥିଲା ସେମାନଙ୍କୁ ଟିକିଏ ହେଲା ମାନେ କପଡ଼ା ଟିକେ ଦରକାର ଲାଗୁଥିଲା। ଆଉ ଯେତେବେଳେ ବର୍ଷା ଏବଂ ଶୀତ ସମୟରେ ସେମାନେ ପଶୁମାନଙ୍କର ଚମଡ଼ା ତାପରେ ଗଛର ଛାଲି ହେଲା ତାପରେ ଲାର୍ଜ ଲିଭ୍ ବହୁତ ବଡ଼ ବଡ଼ ପତ୍ରକୁ ନିଜ ଉପରେ ଢାଙ୍କି ହେଉଥିଲେ ହେଲା। ଏଇଟାକୁ ମନେ ରଖିବେ। ତାପରେ ଡୁଏଲିଂ ମାନେ କ'ଣ ନା ତାଙ୍କର ଘର ଦ୍ୱାର କିଭଳି ଥିଲା। ତ ତାଙ୍କର ଘର ଦ୍ୱାର ଥିଲା ନା ତାଙ୍କର ପରମାନେଣ୍ଟ ହେଲା। ପରମାନେଣ୍ଟ କୌଣସି ଘର ନଥିଲା ହେଲା। ଆଉ ଯେଉଁମାନେ ୱାଣ୍ଡରର ଥିଲେ ବା କ'ଣ କରୁଥିଲେ ନା ଯାଯାବର ଜୀବନଯାପନ କରୁଥିଲେ। ଲୋକମାନେ ଯେଉଁ ଜାଗାରେ ଖାଦ୍ୟ ମିଳିଲା ସେଇ ଜାଗାକୁ ବା ଖାଦ୍ୟର ଅନ୍ୱେଷଣ କରି ଯେଉଁ ଜାଗାକୁ ଯାଉଥିଲେ ସେଇଠି କିଛି ସମୟ ପାଇଁ ରହିଯାଉଥିଲେ। ଓକେ ଆଉ ଏମାନେ କ'ଣ କେଉଁ ଜାଗାରେ ରହୁଥିଲେ ନା ଗୁମ୍ଫା କେଭ୍ସ ଅଣ୍ଡର ଟ୍ରି ମାନେ ଗଛ ତଳେ ହେଲା ଏବଂ ଗଛ ତଳେ ଏବଂ ବହୁତ ବଡ଼ ବଡ଼ ପତ୍ର ଯେଉଁ ଜାଗାରେ ଥିବ ତା ତଳେ ଢାଙ୍କି ହୋଇକି ରହୁଥିଲେ। ଓକେ ନେକ୍ସଟ ପଏଣ୍ଟ ଆମେ ଦେଖିବା ହେଲା ୟାଙ୍କର ଯେଉଁ ଫୁଡ଼ଟା ଥିଲା ବା ଖାଦ୍ୟଟା ଥିଲା କ'ଣ ଥିଲା
ନା ଖାଦ୍ୟଟା ଥିଲା କ'ଣ ଥିଲା, ମାନେ ଯେଉଁ ପ୍ରଥମ ଯେଉଁ ଆର୍ଲି ହ୍ୟୁମାନ୍ସ ଥିଲେ ପେଲିଓଲିଥିକ୍‌ର, ଏମାନେ କ'ଣ କରୁଥିଲେ ମାନେ ନା ଫୁଡ଼୍ କନଜ୍ୟୁମର୍ ଥିଲେ ହେଲା। ଫୁଡ଼୍ କନଜ୍ୟୁମର୍ ଥିଲେ, ସେମାନେ କୌଣସି ଫୁଡ଼୍ ପ୍ରଡ୍ୟୁସ୍ କରୁନଥିଲେ ବା କୌଣସି ଜିନିଷ ଜାଣିନଥିଲେ ହେଲା। ତାପରେ ନେକ୍ସଟ ଅଛି ମାନେ ହଣ୍ଟର ଆଣ୍ଡ ଗେଦରର୍ସ ଥିଲେ। କ'ଣ ହେଉଥିଲେ? ହଣ୍ଟର, ମାନେ ଯେଉଁ ଜାଗାକୁ ଗେଦରିଂ ହୋଇକି ଯାଉଥିଲେ, ମାନେ 10-15 ଜଣ ଗ୍ରୁପ୍ ହେଇକି ଯାଉଥିଲେ, ସେଇ ଜାଗାରେ ଯେଉଁ ପଶୁକୁ ଦେଖିଲେ ବା ଯାହାକୁ ଦେଖିଲେ ହଣ୍ଟିଂ କରିକି ସେମାନେ ଚଳୁଥିଲେ। ଓକେ, ତାପରେ ମାନେ କ'ଣ ଆନିମଲ୍ ହଜବେଣ୍ଡରୀ ବା ଯେଉଁ ଆମେ ଗୃହପାଳିତ ପଶୁ ଯେଉଁ କହୁଛେ କି କ୍ରପ୍ କଲ୍ଟିଭେସନ୍ ବା ଚାଷ ବିଷୟରେ କୌଣସି ଜିନିଷ ମାନେ ଜାଣିନଥିଲେ ହେଲା। ତାପରେ ଡିସ୍ପୋଜାଲ୍ ଅଫ୍ ଦ ଡେଡ୍ ବଡି, ମାନେ ମୃତ ଶରୀରକୁ କେମିତି ଡିସ୍ପୋଜାଲ୍ କରୁଥିଲେ। ତ ଏମାନେ କୌଣସି ଫ୍ୟୁନେରାଲ୍ ରାଇଟ୍ସ ଜାଣିନଥିଲେ। ଆମର ଯେଉଁ ଏବେ ଯେଉଁ ଚାଲିଛି ଯେଉଁ ପ୍ରଥା ଆମର ଯେଉଁ ଚାଲିଛି ଶବଦାହ ପ୍ରଥା, ଏମାନଙ୍କୁ କିଛି ଜଣା ନଥିଲା ହେଲା। ଏମାନେ ତାଙ୍କର ଯେଉଁ ମନେ କରନ୍ତୁ ଯିଏ ମରିଗଲା ତାକୁ ସେମିତି ଓପନ୍ ସ୍ପେସ୍ରେ ଛାଡ଼ି ଦେଉଥିଲେ, ଆଉ ତାକୁ ସେ ବହୁତ ପକ୍ଷୀ ଏନିମଲ୍ ମାନେ ତାକୁ ସେ ବଡ଼ିକୁ ଖାଉଥିଲେ। ଓକେ, ଏଭଳି ଥିଲା ୟାଙ୍କର ଡିସ୍ପୋଜାଲ୍ ଅଫ୍ ଦ ଡେଡ୍ ବଡ଼ି। ତାପରେ ନେକ୍ସଟ ପଏଣ୍ଟ ଆମେ ଦେଖିବା ଡିଭିଜନ୍ ଅଫ୍ ଦ ପେଲିଓଲିଥିକ୍ ପିରିୟଡ଼। ମାନେ ଦେଖନ୍ତୁ ଷ୍ଟୋନ୍ ଏଜ୍କୁ 3 ଭାଗରେ ଡିଭାଇଡ଼ କରାଯାଇଛି, କିନ୍ତୁ ତାପରେ ଏଇ ଯେଉଁ ପେଲିଓଲିଥିକ୍ ପିରିୟଡ଼କୁ ବି 3 ଭାଗରେ ଡିଭାଇଡ଼ କରାଯାଇଛି। ଆଉ ଏ ପେଲିଓଲିଥିକ୍ ପିରିୟଡ଼ ହେଉଛି କ'ଣ ନା ଏଇଟାକୁ ଆମେ କେଉଁ ଡିଭିଜନ୍ କରାଯାଇଛି ନା ଷ୍ଟୋନ୍ ଇମ୍ପ୍ଲିମେଣ୍ଟ ଡିଫରେନ୍ସ। ଷ୍ଟୋନ୍ ଇମ୍ପ୍ଲିମେଣ୍ଟ ଡିଫରେନ୍ସ ଅନୁଯାୟୀ ଏହାକୁ 3 ଭାଗରେ ଡିଭାଇଡ଼ କରାଯାଇଛି। ଓକେ, ତ କେଉଁ ନାଁରେ ଡିଭାଇଡ଼ କରାଯାଇଛି ନା ଫାର୍ଷ୍ଟ ହେଉଛି ଆମର ଲୋୟର ବା ଆର୍ଲିୟର ପେଲିଓଲିଥିକ୍ ଏଜ୍, ତାପରେ ମିଡିଲ୍ ପେଲିଓଲିଥିକ୍ ଏଜ୍ ଏବଂ ଅପର ବା ଲେଟର ପେଲିଓଲିଥିକ୍ ଏଜ୍ରେ ଡିଭାଇଡ଼ କରାଯାଇଛି ପେଲିଓଲିଥିକ୍ ଏଜ୍କୁ। ଓକେ, ତ ଫାର୍ଷ୍ଟ ଆମେ ଦେଖିବା ଯେ ଲୋୟର ବା ଆର୍ଲି ପେଲିଓଲିଥିକ୍ ଏଜ୍ ହେଲା। ଏହାର ଯେଉଁ ଆମର ଟାଇମ୍ ପିରିୟଡ଼ କେତେ ନା 3 ଲକ୍ଷ BCରୁ 1 ଲାଖ BC ପର୍ଯ୍ୟନ୍ତ ଏହାର ଟାଇମ୍ ପିରିୟଡ଼ ଥିଲା। କେଉଁ ଇମ୍ପ୍ଲିମେଣ୍ଟ ୟୁଜ୍ କରାଯାଉଥିଲା ନା ପଥର, ନା ଚପିଂ, ହ୍ୟାଣ୍ଡ ଏକ୍ସ ଆଉ କ୍ଲିଭର ୟୁଜ୍ କରାଯାଉଥିଲା। ଓକେ, ତାପରେ ମିଡିଲ୍ ପେଲିଓଲିଥିକ୍ ଏଜ୍ ହେଲା। ମିଡିଲ୍ ପେଲିଓଲିଥିକ୍ ଏଜ୍ର ଟାଇମ୍ ପିରିୟଡ଼ କେତେ ନା 1 ଲାଖ BCରୁ 40,000 BC ପର୍ଯ୍ୟନ୍ତ ଥିଲା। ଆଉ ଇମ୍ପ୍ଲିମେଣ୍ଟ ହେଉଛି ଫ୍ଲେକ୍ ଟୁଲ୍ସ ହେଲା। କ'ଣ କରାଯାଉଥିଲା ନା ଫ୍ଲେକ୍ ଟୁଲ୍ସ ୟୁଜ୍ କରାଯାଉଥିଲା। ଓକେ, ତାପରେ ଅପର ବା ଲେଟ୍ ପେଲିଓଲିଥିକ୍ ଏଜ୍ର ଟାଇମ୍ ପିରିୟଡ଼ କେତେ ଥିଲା ନା 40,000 BCରୁ 10,000 BC ପର୍ଯ୍ୟନ୍ତ ଥିଲା ଏବଂ ଏଇଥିରେ ଫ୍ଲେକ୍ ଏବଂ ବ୍ଲେଡ୍କୁ ୟୁଜ୍ କରାଯାଉଥିଲା। ଓକେ, ନେକ୍ସଟ ଆମେ ଦେଖିବା ଯେ କେଉଁ ଯେଉଁ ଆମର ଲୋୟର ବା ଆର୍ଲି ପେଲିଓଲିଥିକ୍ ଇମ୍ପ୍ଲିମେଣ୍ଟସ୍ ଆଉ କଲଚର୍ କ'ଣ ଥିଲା ହେଲା। ତ ବହୁତ କ୍ୱାର୍ଟଜାଇଟ୍ ଷ୍ଟୋନ୍ ଏବଂ ଅଦର ବହୁତ ଗୁଡ଼ିଏ ପଥରକୁ ଏହି ସମୟରେ ୟୁଜ୍ କରାଯାଉଥିଲା ହେଲା। ଏବଂ କଲଚର୍ ବେସ୍ଡ ଅନ୍ ଇମ୍ପ୍ଲିମେଣ୍ଟ ଟାଇପ୍, ମାନେ ଇମ୍ପ୍ଲିମେଣ୍ଟ ଅନୁଯାୟୀ 2ଟା କଲଚର୍ ଥିଲା, ସେ ବିଷୟରେ ଆମେ ଦେଖିବା। ଚପିଂ ପେବୁଲ୍ କଲଚର୍ ହେଲା, ବା ଯାହାକୁ ଆମେ କହୁଛେ ସ୍ୱାନ୍ କଲଚର୍ ହେଲା। ଏହି ସ୍ୱାନ୍ କଲଚର୍ କେଉଁଠାରେ ମିଳିଥିଲା ନା ଏହି ସ୍ୱାନ୍ କଲଚର୍ଟି ପାକିସ୍ତାନର ସ୍ୱାନ୍ ରିଭର ଭ୍ୟାଲିଠାରେ ଦେଖିବାକୁ ପ୍ରଥମେ ମିଳିଥିଲା ହେଲା। ଦେଖନ୍ତୁ ଆଉ କିଛିଟା ପଏଣ୍ଟ ଜାଣିବା। ପେବୁଲ୍ର ମାନେ କ'ଣ ନା ପେବୁଲ୍ ମାନେ ହେଉଛି ମନେ କରନ୍ତୁ ଏଇଟା ଗୋଟେ ନଦୀ ଯାଇଛି ହେଲା। ନଦୀ ଯାଇଛି, ଏଇଠାରେ ପଥର ଗୁଡ଼ିକ ଅଛି ମନେ କରନ୍ତୁ। এই ପଥରକୁ ଘଷି ହେଇ ପାଣି ଦ୍ୱାରା ଘଷି ହେଇ ଏ ପଥର ଯେଉଁ ସ୍ମୁଥ୍ ହେଇଯାଏ ପାଣି ଦ୍ୱାରା, ଆଉ ଯାହାର ଏଜ୍ ଗୁଡ଼ିକ କ'ଣ ହୋଇଥାଏ ନା ଓର୍ନ ହୋଇଯାଏ, ଏଇଭଳିଆ ଓର୍ନ ହୋଇଯାଏ, ତାକୁ ଆମେ ପେବୁଲ୍ ବୋଲି କହୁଛେ ହେଲା। ତାପରେ ଚପର ମାନେ କ'ଣ ନା ସିଙ୍ଗିଲ୍ ଏଜ୍, ମାନେ ମନେ କରନ୍ତୁ ଏଇଭଳିଆ ହୋଇଥିବ ହେଲା। ମାନେ କ'ଣ ନା ଏଇଭଳିଆ ହୋଇଥିବ ଏଇଟା ସିଙ୍ଗିଲ୍ ଏଜ୍ ହୋଇଛି, ତ ଏଇଟାକୁ ଆମେ ପେବୁଲ୍ ଚପର ବୋଲି କହୁଛେ। ତାପରେ ଚପିଂ ମାନେ କ'ଣ? ଚପିଂ ମାନେ ହେଉଛି ଡବଲ୍ ଏଜ୍, ମାନେ କ'ଣ ନା ଏଇଭଳିଆ ହୋଇଥିବ ହେଲା। ଏଇଭଳିଆ ମାନେ 2 ଜାଗାରେ ଚପିଂ ହୋଇଥିବ, ଏଇପଟ ବି ଏମିତି ହେଇଥିବ ଆଉ ଏପଟ ବି ଏମିତି, ମାନେ ଡବଲ୍ ଏଜ୍ ପଥରକୁ ଆମେ ପେବୁଲ୍ ଚପିଂ ବୋଲି କହୁଛି। ଓକେ, ଏଇଟାକୁ ମନେ ରଖିନେବେ। ନେକ୍ସଟ ହେଲା ଆମ ହ୍ୟାଣ୍ଡ ଏକ୍ସ କଲଚର୍ ହେଲା। ହ୍ୟାଣ୍ଡ ଏକ୍ସ କଲଚର୍ ମାନେ କ'ଣ, ବା ଯାହାକୁ ଆମେ ମାଡ୍ରାସିଆନ୍ କଲଚର୍ ବୋଲି ବି କହୁଛେ। ଏଇଟା କେଉଁଠାରେ ଦେଖିବାକୁ ମିଳିଥିଲା ନା ମାଡ୍ରାସର ବଡ଼ ମଦୁରା ଏବଂ ଅତିରା ପକ୍କମ୍ ଠାରେ ଏଇ ଇମ୍ପ୍ଲିମେଣ୍ଟକୁ ଆମେ
ଦେଖିବାକୁ ମିଳିଥିଲା କ'ଣ ହ୍ୟାଣ୍ଡଏକ୍ସ କଲଚର୍ ବା ଯାହାକୁ ଆମେ କହୁଛୁ ହେଲା। ହ୍ୟାଣ୍ଡଏକ୍ସ ମାନେ କ'ଣ, ହ୍ୟାଣ୍ଡଏକ୍ସ ଦୁଇଟା ମାନେ କୋର୍ ଆଉ ଫ୍ଲେଗ୍କୁ ନେଇକି ଗଠିତ। କୋର୍ ମାନେ କ'ଣ, କୋର୍ ମାନେ ହେଉଛି ଲାର୍ଜ ପିସ୍ ପଥର ଏବଂ ଫ୍ଲେଗ୍ ମାନେ ହେଉଛି ସ୍ମଲ୍ ପିସ୍ ପଥର। ଓକେ, ତାପରେ କ୍ଲିଭର୍ ମାନେ କ'ଣ, କ୍ଲିଭର୍ ମାନେ ହେଉଛି ହେଲା ଗଛ କିମ୍ବା ପଶୁମାନଙ୍କର ଚମଡ଼ାକୁ ହେଲା ବାହାର କରିବା ପାଇଁ ମାନେ ତାକୁ ଆମେ କ୍ଲିଭର୍ର ୟୁଜ୍ କରାଯାଉଥିଲା। ତାପରେ ସ୍କ୍ରେପର୍ ବି ଗଛ ଏବଂ ଏନିମଲ୍ର ସ୍କିନ୍କୁ ହେଲା, ଗଛର ଛାଲି ଆଉ ଏନିମଲ୍ର ସ୍କିନ୍କୁ ହେଲା ସ୍କ୍ରେପ୍ କରିବା ପାଇଁ ମାନେ ଏମିତି ଘଷିକି ତାକୁ ମାନେ ଅଲଗାଇବା ପାଇଁ ସ୍କ୍ରେପର୍ର ୟୁଜ୍ କରାଯାଉଥିଲା। ଏଇଟାକୁ ମନେ ରଖିନେବେ। ନେକ୍ସଟ ଆମର ପଏଣ୍ଟ ହେଉଛି ମିଡ଼ିଲ୍ ପେଲିଓଲିଥିକ୍ ଇମ୍ପ୍ଲିମେଣ୍ଟ। ମିଡ଼ିଲ୍ ପେଲିଓଲିଥିକ୍ ଇମ୍ପ୍ଲିମେଣ୍ଟରେ କ'ଣ କ'ଣ ୟୁଜ୍ କରାଯାଉଥିଲା ନା ସେହି ସମୟରେ ଫ୍ଲେଗ୍କୁ ବେଶୀ ପରିମାଣରେ ୟୁଜ୍ କରାଯାଉଥିଲା, ଯେଉଁଟା ଗୋଟେ ଚିପ୍ ଷ୍ଟୋନ୍ ଇମ୍ପ୍ଲିମେଣ୍ଟ ମଟେରିଆଲ୍ ଥିଲା ହେଲା। ଆଉ କମନ୍ ଇମ୍ପ୍ଲିମେଣ୍ଟ କ'ଣ କ'ଣ ଥିଲା, ସ୍କ୍ରେପର୍, ବୋରିନ୍, ବୋରର୍କୁ ୟୁଜ୍ କରାଯାଉଥିଲା। କଲଚରାଲ୍ ନେମ୍ କ'ଣ ଥିଲା, ଏଇଥିପାଇଁ ମାନେ ଫ୍ଲେଗ୍ର ବେଶୀ ୟୁଜ୍ ହେଉଥିଲା ତ ସେଥିପାଇଁ ଏଇଟାକୁ ଫ୍ଲେଗ୍ କଲଚର୍ ବୋଲି କୁହାଯାଉଥିଲା। ଓକେ, କେଉଁ ପ୍ରକାରର ଷ୍ଟୋନ୍ ୟୁଜ୍ ହେଉଥିଲା ନା ଗୁଡ଼୍ କ୍ୱାଲିଟିର କ୍ୱାର୍ଟଜାଇଟ୍ ଷ୍ଟୋନ୍ ୟୁଜ୍ କରାଯାଉଥିଲା। ତାପରେ ମୂଲ୍ୟବାନ ପଥର ଯେମିତିକି ଚାର୍ଟ, ଜେସ୍ପର୍, ଫ୍ଲେଣ୍ଟ ଏସବୁ ଗୁଡ଼ିକ ୟୁଜ୍ କରାଯାଉଥିଲା ମିଡ଼ିଲ୍ ପେଲିଓଲିଥିକ୍ରେ। ଓକେ, ତାପରେ ଆମେ ଦେଖିବା ଅପର ବା ଲେଟର୍ ପେଲିଓଲିଥିକ୍ ଇମ୍ପ୍ଲିମେଣ୍ଟ। ଏଇ ଜାଗାରେ ମାନେ ଏଇ ସମୟର ପ୍ରାଇମେରୀ ଇମ୍ପ୍ଲିମେଣ୍ଟ ମେଟେରିଆଲ୍ କ'ଣ ଥିଲା ନା ଫ୍ଲେଗ୍ ଆଉ ବିଲେଟ୍କୁ ୟୁଜ୍ କରାଯାଉଥିଲା ହେଲା। ବୁରିନ୍ ହେଲା, ବୁରିନ୍ ମାନେ କ'ଣ, ଏଇ ବୁରିନ୍କୁ ଅପର ପେଲିଓଲିଥିକ୍ ଏଜ୍ରେ ବେଶୀ ୟୁଜ୍ କରାଯାଉଥିଲା। କାହାକୁ, ବୁରିନ୍କୁ ହେଲା। ସେ ଆଉ ଏହାର କଲଚର୍ ନାଁ କ'ଣ ଥିଲା ନା, ଏହାର ନାଁ ଥିଲା ଆମେ ଫ୍ଲେଗ୍ ବିଲେଟ୍ କଲଚର୍ ବୋଲି ବି ଆମେ ଏହାକୁ କହିପାରିବା। କାହିଁକିନା ଏହି ସମୟରେ ଫ୍ଲେଗ୍ ଆଉ ବିଲେଟ୍ ବହୁତ ପରିମାଣରେ ୟୁଜ୍ ହେଉଥିଲା। ଓକେ, କେଉଁ ପ୍ରକାରର ପଥର ୟୁଜ୍ ହେଉଥିଲା ନା ଚାର୍ଟ, ଜେସ୍ପର୍, ଫ୍ଲିଣ୍ଟ ଏ ତିନୋଟି ପ୍ରକାରର ଷ୍ଟୋନ୍ ୟୁଜ୍ କରାଯାଉଥିଲା ଏଇଟାକୁ ଫ୍ଲେଗ୍ ଏବଂ ବ୍ଲେଡ୍କୁ ୟୁଜ୍ କରିବା ବା ତିଆରି କରିବା ପାଇଁ। ଓକେ, ତାପରେ ଆଉ କ'ଣ ନା ଇମ୍ପ୍ଲିମେଣ୍ଟ ଗୁଡ଼ାକ ବା ଯେଉଁ ଇମ୍ପ୍ଲିମେଣ୍ଟ ଗୁଡ଼ାକ ଏହି ସମୟରେ ୟୁଜ୍ କରାଯାଉଥିଲା ସେଇଟା ଲଙ୍ଗ୍ ବୋନ୍ସ ଆଣ୍ଡ ହର୍ଣ୍ଣସ୍ ଅଫ୍ ଏନିମଲ୍ସ ମାନେ ପଶୁମାନଙ୍କର ବହୁତ ବଡ଼ ବଡ଼ ବୋନ୍, ହାଡ଼ ଏବଂ ତାଙ୍କର ଶିଙ୍ଗରୁ ତିଆରି ହେଉଥିଲା ହେଲା। ମ୍ୟାକ୍ସିମମ୍ ନମ୍ବର ଅଫ୍ ବୋନ୍ ହର୍ଣ୍ଣ କେଉଁଠାରେ ମିଳିଛି ମାନେ ଏହି ଲେଟର୍ ପେଲିଓଲିଥିକ୍ର ନା ମୁଛତଳା ହେଲା, ମୁଛତଳା ଚିନ୍ତାମନୁଭୂମି ଯେଉଁଟାକି ଆନ୍ଧ୍ରପ୍ରଦେଶଠାରେ ଗୋଟେ କେପ୍ ସେଲ୍ଟର୍ରେ ମିଳିଛି। ଓକେ, ଏଇଟାକୁ ମନେ ରଖିନେବେ ଏଇ ପଏଣ୍ଟ ଗୁଡ଼ିକୁ। ତାପରେ ନେକ୍ସଟ ଆମେ ଦେଖିବା ମେସୋଲିଥିକ୍ ଏଜ୍ ବା ଯାହାକୁ ଆମେ କହୁଛୁ ତାକୁ ମିଡ଼ିଲ୍ ଷ୍ଟୋନ୍ ଏଜ୍। ଆମେ କ'ଣ ଦେଖିଲେ ନା, ଆମେ ଫାର୍ଷ୍ଟ ଦେଖିଲେ ଯେ ଲିଥିକ୍ ଷ୍ଟୋନ୍ ବା ଷ୍ଟୋନ୍ ଏଜ୍କୁ ତିନୋଟି ଭାଗରେ ଡିଭାଇଡ଼ କରାଯାଇଛି, ଯେଉଁଟାକି ପେଲିଓଲିଥିକ୍ ଏଜ୍ ଆମେ ପଢ଼ି ସାରିଲେ। ତାପରେ ଆମେ ଏଇ ସେକେଣ୍ଡ ଦେଖିବା ମେସୋଲିଥିକ୍ ଏଜ୍ ହେଲା। ମେସୋଲିଥିକ୍ ଏଜ୍ର ନାଁ କେମିତି ପଡ଼ିଲା ନା ମେସୋଲିଥିକ୍। এই ମେସୋଲିଥିକ୍ ଯେଉଁ ୱାର୍ଡ଼ଟା ଏଇଟା ଦୁଇଟା ଗ୍ରୀକ୍ ୱାର୍ଡ଼ର କମ୍ବିନେସନ୍ରେ ହେଉଛି। ଗୋଟିଏ ହେଲା ମେସୋ ମାନେ କ'ଣ ହେଲା ମିଡ଼ିଲ୍ ବା ମଧ୍ୟମ ହେଲା, ଆଉ ଲିଥିକ୍ ମାନେ ହେଉଛି ଷ୍ଟୋନ୍, ତ ସେଇଥିରୁ ନାଁ ପଡ଼ିଛି ଆର ମିଡ଼ିଲ୍ ଷ୍ଟୋନ୍ ଏଜ୍। ଓକେ, ଆଉ ଏଇ ମିଡ଼ିଲ୍ ଷ୍ଟୋନ୍ ଏଜ୍କୁ ଆମେ ପେଲିଓଲିଥିକ୍ ଏଜ୍ ଏବଂ ନିଓଲିଥିକ୍ ଏଜ୍ର ଆମେ ଗୋଟିଏ ଇଣ୍ଟରମିଡ଼ିଏଟ୍ ଷ୍ଟେଜ୍ ବୋଲି କହିପାରିବା। ବା କ'ଣ ନା ଗୋଟେ ମଧ୍ୟ ଷ୍ଟେଜ୍ ବୋଲି ଆମେ କହିପାରିବା, ମଧ୍ୟନ୍ତର ସ୍ଥିତି ବୋଲି ଆମେ କହିପାରିବା। ଓକେ, ପେଲିଓଲିଥିକ୍ ଆଉ ନିଓଲିଥିକ୍ ଏଜ୍ର ଟ୍ରାନଜିସନ୍ ଏଜ୍ଟା କେଉଁଟା ହେଉଛି ନା ମିଡ଼ିଲ୍ ଷ୍ଟୋନ୍ ଏଜ୍। ଏଇଟାକୁ ମନେ ରଖିନେବେ ହେଲା। ଏଇ ଯେଉଁ ମିଡ଼ିଲ୍ ଷ୍ଟୋନ୍ ଏଜ୍ରେ ନା ପେଲିଓଲିଥିକ୍ ଏଜ୍ର କ୍ୟାରେକ୍ଟରିଷ୍ଟିକ୍ ବା ବୈଶିଷ୍ଟ୍ୟ ଗୁଡ଼ିକୁ ପୁରାପୁରି ଛଡ଼ା ଯାଇପାରେ ଲୋକମାନଙ୍କ ଦ୍ୱାରା। ଲୋକମାନେ ପୁରାପୁରି ଛାଡ଼ି ନପାରିଲେ କିନ୍ତୁ ଛାଡ଼ିପାରିଲେ ନାହିଁ, କିମ୍ବା ନିଓଲିଥିକ୍ ଫିଚର୍ ହେଲା, ନିଓଲିଥିକ୍ ଏଜ୍ର ଫିଚର୍ ଗୁଡ଼ିକୁ ସେମାନେ ପୁରାପୁରି ଭାବରେ ଗ୍ରହଣ କରିପାରିଲେ ନାହିଁ। ସେଇଥିପାଇଁ ଏହାର ନାଁ ପଡ଼ିଛି। ସେଇଥିପାଇଁ ଏହାକୁ ଆମେ କହିବା ଟ୍ରାନଜିସନ୍ ବିଟୱିନ୍ ପେଲିଓଲିଥିକ୍ ଆଣ୍ଡ ନିଓଲିଥିକ୍ ଏଜ୍। ଓକେ, ଜନ୍ ଇଭାନ୍ସ ହେଲା। ଜନ୍ ଇଭାନ୍ସ ବୋଲି ଜଣେ ଥିଲେ ଆର୍କିଓଲୋଜିଷ୍ଟ ଥିଲେ, ଯାହାକୁ କି ଏଇ ମେସୋଲିଥିକ୍ରୁ ଆମେ ଫାଦର ବୋଲି କହିପାରିବା ହେଲା। ତ ଏହାର ମାନେ ଯେଉଁ ମେସୋଲିଥିକ୍ ଏଜ୍ର ଆର୍କିଓଲୋଜିକାଲ ମେଟେରିଆଲ୍ସର ଡିସ୍କଭରିଟା କାହାକୁ ଯାଏ ନା ଜନ୍ ଇଭାନ୍ସକୁ ଯାଏ। ଆଉ ଏ ହେଲା ସିନ୍ଧ ଡିଷ୍ଟ୍ରିକ୍ଟରେ ଯେଉଁଟାକି ପାକିସ୍ତାନରେ ଅଛି, ପାକିସ୍ତାନର ସକର ଏବଂ ରୋରି ଠାରେ ଇଏ ଜିନିଷ ମାନେ ଡିସ୍କଭରି କରିଥିଲେ ହେଲା।
ଜନ୍ ଇଭାନ୍ସ କେବେ ଏଇ ଦୁଇଟା ଜାଗାକୁ ମାନେ ଏକ୍ସକେଭେଟେଡ୍ କରିଥିଲେ ନା 1866 ମସିହାରେ ଏକ୍ସକେଭେଟେଡ୍ କରିଥିଲେ ବା ଡିସ୍କଭର କରିଥିଲେ, ଏଇଟାକୁ ମନେ ରଖିନେବେ। ନେକ୍ସଟ ହେଲା ଆମର ମେସୋଲିଥିକ୍ ସମୟରେ ମଣିଷମାନଙ୍କର ଜୀବନ କେମିତି ଥିଲା। ଏମାନେ ଡୋମେଷ୍ଟିକେଟ୍ କରିବା ଆରମ୍ଭ କରିପାରିଥିଲେ ବା ପଶୁମାନଙ୍କୁ ଗୃହପାଳିତ କରି ରଖିବାକୁ ଆରମ୍ଭ କଲେ କେଉଁ ଟାଇମ୍ରେ ନା ମେସୋଲିଥିକ୍ ଟାଇମ୍ରେ। କାହାକୁ କଲେ ନା ସିପ୍, ଗୋଟ୍ ହେଲା, କାଉ, ଅକ୍ସ, ବୁଫାଲୋ, ୱାଇଲ୍ଡ ହର୍ସ ଏମାନଙ୍କୁ ସେମାନେ ଗୃହପାଳିତ ପଶୁ ହିସାବରେ ରଖିଲେ। ଓକେ, ତାପରେ ଆର୍ଲିଏଷ୍ଟ ଏଭିଡେନ୍ସ କେମିତି ଆମେ ପାଇବା ହେଲା, ଆଦମଗଡ଼ ମଧ୍ୟପ୍ରଦେଶ ଆଉ ବାଘୋର ରାଜସ୍ଥାନରୁ ଜଣାଯାଇଛି ଯେ ଏମାନଙ୍କ ବିଷୟରେ ଜଣାଯାଇଛି ହେଲା, ମାନେ ଏମାନେ ବି ଜଣେ ଜଣେ ଡୋମେଷ୍ଟିକେଟେଡ୍ ଆନିମଲ୍ ଥିଲେ ବୋଲିକିରି ଆଦମଗଡ଼ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ବାଘୋର ଜିଲ୍ଲାରୁ ଜଣାପଡ଼ିଛି ହେଲା। ଦ ଡଗ୍ ୱାଜ୍ ଦ ଫାର୍ଷ୍ଟ ଆନିମଲ୍ ହେଲା, ମାନେ କୁକୁରଟା ପ୍ରଥମ ପଶୁ ଥିଲା ଯାହାକୁ ଟେମ୍ କରାଯାଇଥିଲା। ଟେମ୍ ମାନେ କ'ଣ ନା ମଣିଷମାନଙ୍କର ଗୋଟେ କମ୍ପାନିଅନ୍ ବା ଗୋଟେ ସାଥୀ ବୋଲିକି ଏହି ସମୟରେ ୟୁଜ୍ କରାଯାଉଥିଲା ଲୋକମାନଙ୍କ ଦ୍ୱାରା। ନେକ୍ସଟ ହେଲା ଆମର ବିରିଆଲ୍ ଅଫ୍ ଦ ଡେଡ୍, ମାନେ ମୃତ ଦେହକୁ କେମିତି ସେମାନେ ରଖୁଥିଲେ, କେଉଁ ଟାଇମ୍ ମେସୋଲିଥିକ୍ ଏଜ୍ର ଲୋକମାନେ। ତ ବୁରିଆଲ୍ ପ୍ରୋସେସ୍ର ମାନେ ଆୱାରନେସ୍ ଥିଲେ ଏହି ସମୟରେ ଆସୁ ଆସୁ ଲୋକମାନେ ବହୁତ ମାନେ କ'ଣ ନା ସଚେତନ ହୋଇସାରିଥିଲେ କେଉଁ ବିଷୟରେ ନା ମୃତ ଶରୀର ବିଷୟରେ। ମାନେ ଗ୍ରେଭ୍ ହେଲା, ମାନେ ଗାତ କରିକି ପୋତି ଦେଉଥିଲେ ଏହି ସମୟରେ, କନଫର୍ମ ବାଏ ଗ୍ରେଭ୍ସ ହେଲା। ଗ୍ରେଭ୍ସରେ ଏମାନେ ରଖୁଥିଲେ ମୃତ ଶରୀରକୁ ହେଲା। ଆଉ ଏଇ ଯେଉଁ ଲୋକେସନ୍ ଅଫ୍ ଗ୍ରେଭ୍ସ କେଉଁ ଜାଗାରୁ ମିଳିଛି ନା ମେସୋଲିଥିକ୍ ସମୟର ନା ସରାଇ ନହର ରାୟ, ଯେଉଁଟାକି ଉତ୍ତରପ୍ରଦେଶର ପ୍ରତାପଗଡ଼ ଡିଷ୍ଟ୍ରିକ୍ଟରୁ ଏଭିଡେନ୍ସ ମିଳିଛି ଏହି ଜାଗାରେ। ତାପରେ ମହାଦହ ହେଲା, ମହଦହ ଯେଉଁଟାକି ଏଇଟା ବି ୟୁପିର ପ୍ରତାପଗଡ଼ ଡିଷ୍ଟ୍ରିକ୍ଟରେ ଅଛି ହେଲା। ଏଇ ମେସୋଲିଥିକ୍ ଗ୍ରେଭ୍ ବିଷୟରେ ବା ମେସୋଲିଥିକ୍ ଗ୍ରେଭ୍ ବିଷୟରେ ଏହି ଜାଗାରୁ କ'ଣ ନା ଆମକୁ ପ୍ରମାଣ ମିଳିଛି ହେଲା। ଆଉ ଏଇ ଯେଉଁ ଗ୍ରେଭ୍ ହେଲା, ଯେଉଁ ଯେତେବେଳେ ଶବଦାହ କରୁଥିଲେ, ଯେତେବେଳେ ଗାତରେ ହେଲା ବା ହୋଲ୍ରେ ସେ ଗ୍ରେଭ୍ ଯେତେବେଳେ ଶରୀର ସହିତ ଆଉ କ'ଣ ସେମାନେ ପୋତୁଥିଲେ ନା ଫୁଡ୍ ଷ୍ଟଫ୍, ମାନେ କିଛି ଖାଦ୍ୟ ଏବଂ କିଛି ଟୁଲ୍ସ ୱେପନ୍ ବା କିଛି ଅସ୍ତ୍ରଶସ୍ତ୍ର ତା ସାଙ୍ଗରେ ଦେଉଥିଲେ ହେଲା, କାଳେ ସେ ବଞ୍ଚିଯିବ। ଏଇ ଯେଉଁ ତାଙ୍କର ବିଶ୍ୱାସଟା ଥିଲା କ'ଣ ନା ଲାଇଫ୍ ଆଫ୍ଟର ଡେଥ୍ ବା ମରିବା ପରେ ତାଙ୍କର ଯେଉଁ ଜୀବନକୁ ସେଇ ଉପରେ ସେମାନେ ବିଶ୍ୱାସ କରୁଥିଲେ। ସେଥିପାଇଁ ଫୁଡ୍ ଷ୍ଟଫ୍ ଆଉ ଟୁଲ୍ ୱେପନ୍କୁ ସେମାନେ ସେ ମୃତ ଶରୀର ସଙ୍ଗରେ କ'ଣ ପୋତୁଥିଲେ। ଓକେ, ଆର୍କିଓଲୋଜିକାଲ ସାଇଟ୍ କେଉଁଠାରୁ ମିଳିଛି ନା ଆଦମଗଡ଼ ହେଲା। ଆଦମଗଡ଼ ଠାରୁ ଆମେ କୁକୁରର ସ୍କେଲିଟନ୍ଟା ମଣିଷ ସାଙ୍ଗରେ ପୋତିବାର ମିଳିଛି। କେଉଁଠାରୁ? ଆଦମଗଡ଼ ଠାରୁ, ଏଇଟାକୁ ମନେ ରଖିନେବେ। ନେକ୍ସଟ ହେଲା ଆମର ମେସୋଲିଥିକ୍ରେ କେଉଁ ଇମ୍ପ୍ଲିମେଣ୍ଟ ୟୁଜ୍ କରାଯାଉଥିଲା ନା ବହୁତ ଛୋଟ ବା ବହୁତ ପଥର ଗୁଡ଼ିକୁ ୟୁଜ୍ କରାଯାଉଥିଲା। ସେଥିପାଇଁ ଏଟାକୁ ମାଇକ୍ରୋଲିଥ୍ ବା ପିଗ୍ମି ଏଲିମେଣ୍ଟସ୍ ବୋଲି କୁହାଯାଉଥିଲା। ତା'ର ସାଇଜ୍ କେତେ ଥିଲା ନା 1 to 8 ସେଣ୍ଟିମିଟର ସାଇଜ୍ ଥିଲା। ଓକେ, କେଉଁ ପ୍ରକାରର ୟୁଜ୍ କରାଯାଉଥିଲା ନା ରିଫାଇନ୍ ଏବଂ ସର୍ଟ ହେଲା ଅପର ବା ଲେଟର ପେଲିଓଲିଥିକ୍ ଇମ୍ପ୍ଲିମେଣ୍ଟ ଯେଉଁ କରାଯାଉଥିଲା ସ୍କ୍ରେପର, ବୋରର ପଏଣ୍ଟ, ଏହାର ରିଫାଇନ୍ ବା ସର୍ଟ ଫର୍ମକୁ ମାନେ ୟୁଜ୍ କରୁଥିଲେ। ତାଠୁ ଟିକେ ଛୋଟ ଜିନିଷକୁ ୟୁଜ୍ କରୁଥିଲେ ହେଲା। ଆଉ ନୂଆ ଜିନିଷ କ'ଣ ଇମ୍ପ୍ଲିମେଣ୍ଟ ହେଉଥିଲା? ନୂଆ ଇମ୍ପ୍ଲିମେଣ୍ଟ ନା ଲୁନେଟ୍ସ, ଟ୍ରାପିଜ୍, ଟ୍ରିଆଙ୍ଗଲ୍ସ ଏବଂ ଏରୋହେଡ୍ ଟାଇପ୍ର ପଥରକୁ ଏମାନେ ୟୁଜ୍ କରୁଥିଲେ। ତାପରେ ର ମେଟେରିଆଲ୍ କ'ଣ ଥିଲା ନା ଏଗେଟ୍, ଜେସ୍ପର, ଚଟ୍, ଚାଲସିଡୋନି ଏସବୁ ଗୁଡ଼ିକ ମେସୋଲିଥିକ୍ ଏଜ୍ରେ ୟୁଜ୍ କରାଯାଉଥିଲା। ଓକେ, ତାପରେ ନେକ୍ସଟ ଆମେ ଦେଖିବା ଯେ ହେଲା, ନେକ୍ସଟ ଆମେ କ'ଣ ଦେଖିବା ନା ଆମେ ଦେଖିବା ନିଓଲିଥିକ୍ ଏଜ୍ ମଧ୍ୟ ନୂଆ ଷ୍ଟୋନ୍ ଏଜ୍ ହେଲା, ଯାହାର ଟାଇମ୍ ପିରିୟଡ଼ ଥିଲା 7000 BCରୁ 1000 BC ପର୍ଯ୍ୟନ୍ତ ହେଲା। ଏଇ ନିଓଲିଥିକ୍ର ନାଁ କେଉଁଠାରୁ ପଡ଼ିଛି ନା ଦୁଇଟା ଗ୍ରୀକ୍ ୱାର୍ଡ଼ ନିଓ ମାନେ ହେଉଛି ନୂଆ ବା ନିଉ, ଲିଥିକ୍ ମାନେ ହେଉଛି ଷ୍ଟୋନ୍, ସେଥିପାଇଁ ଏହାର ନାଁ ହେଉଛି ନ୍ୟୁ ଷ୍ଟୋନ୍ ଏଜ୍ ହେଲା। ଡିସ୍କଭରି ଇଣ୍ଡିଆର କେଉଁ ଜାଗାରେ ଡିସ୍କଭରି କରାଯାଇଥିଲା ନା ଏଇ ଯେଉଁ ନିଓଲିଥିକ୍ ଏଜ୍ର ଡିସ୍କଭରିଟା ର କ୍ରେଡ଼ିଟ୍ କାହାକୁ ଯାଏ ନା କ୍ରେଡ଼ିଟ୍ ଡକ୍ଟର ପ୍ରାଇମରୋଜକୁ ଯାଏ ହେଲା। ଇଏ ଷ୍ଟୋନ୍ ନାଇଫ୍ସ ହେଲା, ଷ୍ଟୋନ୍ ନାଇଫ୍ସ ପଥରର ଛୁରୀ, ଏରୋହେଡ୍ସ ହେଲା, ପଥରର ଏରୋହେଡ୍ସ ଏମିତି ହୋଇଥିଲା ହେଲା। ଏରୋହେଡ୍ସ 1842 ମସିହାରେ
କର୍ଣ୍ଣାଟକର ଲିଙ୍ଗାସୁଠାରେ ଡିସ୍କଭର କରିଥିଲେ ହେଲା। ତାପରେ ଏଚ୍.ପି. ଲି ମେସ୍ୟୁର ଇଏ ବି ହେଲା ଟନ୍ସ ରିଭର ଯେଉଁ ଅଛି କେଉଁଠାରେ ଟନ୍ସ ରିଭର ବୋଲି ଯେଉଁ ଅଛି ଉତ୍ତରପ୍ରଦେଶର ଆହ୍ଲାବାଦ ଡିଷ୍ଟ୍ରିକ୍ଟଠାରେ ସେଇଠାରେ 1860 ମସିହାରେ କିଛିଟା ଇମ୍ପ୍ଲିମେଣ୍ଟସ୍ ଡିସ୍କଭର କରିଥିଲେ। ଓକେ, ନିଓଲିଥିକ୍ ହ୍ୟୁମାନମାନଙ୍କର ଜୀବନୀ କିଭଳି ଥିଲା ନା ସେମାନେ ତିନୋଟି କ୍ୟାରେକ୍ଟରିଷ୍ଟିକ୍କୁ ସେମାନେ ୟୁଜ୍ କରୁଥିଲେ। ନିଓଲିଥିକ୍ ଏଜ୍ର ଲୋକମାନଙ୍କର ତିନୋଟି କ୍ୟାରେକ୍ଟରିଷ୍ଟିକ୍ ଥିଲା। ସେମାନେ ପ୍ରଥମେ କ୍ରପ୍ କଲ୍ଟିଭେସନ୍ କରୁଥିଲେ ବା ଚାଷ କରୁଥିଲେ। ତାପରେ ଏନିମଲ୍ ହଜବେଣ୍ଡରୀ ବା ଗୃହପାଳିତ ପଶୁ ରଖୁଥିଲେ ସେମାନେ ଏବଂ ଫିକ୍ସଡ୍ ଏପଟ ମାନେ ହେବିଟେଟ୍ ମାନେ ଗୋଟିଏ ଅଞ୍ଚଳରେ ଯାଇକି ସେମାନେ ବସବାସ କରୁଥିଲେ। ସେମାନେ ଏପଟ ସେପଟ ବା ଯାଯାବର ହିସାବରେ ଜୀବନଯାପନ କରୁନଥିଲେ। ସେମାନେ ଗୋଟିଏ ଜାଗାରେ ରହିକି ଚାଷ କରିକି ଖାଉଥିଲେ। ଓକେ, ତାପରେ ମେହରଗଡ଼ ଏଇ ବିଷୟରେ ଆମେ କେଉଁଠାରୁ ପାଇବା ନା ନିଓଲିଥିକ୍ ଏଜ୍ର ଯେଉଁ ପ୍ରମାଣଟା ଏଭିଡେନ୍ସଟା ସେଇଟା ଆମେ ମେହରଗଡ଼ରୁ ପାଇବା, ଯେଉଁଟାକି ପାକିସ୍ତାନର ବୋଲାନ ଡିଷ୍ଟ୍ରିକ୍ଟ ଠାରେ ଅଛି। ବୋଲାନ ଡିଷ୍ଟ୍ରିକ୍ଟ ବାଲୁଚିସ୍ତାନ ପ୍ରୋଭିନ୍ସରେ ଅଛି। ଓକେ, ଓକେ, ମେହରଗଡ଼ଟା କ'ଣ? ମେହରଗଡ଼ଟା ହେଉଛି ଇଣ୍ଡିଆନ୍ ସବକଣ୍ଟିନେଣ୍ଟର ପ୍ରଥମ ଜଣାଶୁଣା ଭିଲେଜ୍। ଓକେ, ତାପରେ କୃଷି କେମିତି କରୁଥିଲେ ନିଓଲିଥିକ୍ ଏଜ୍ର ଲୋକମାନେ ନା ନିଓଲିଥିକ୍ ଏଜ୍ର ଲୋକମାନଙ୍କର ଯେଉଁ ଇମ୍ପୋର୍ଟାଣ୍ଟ ଡିସ୍କଭରିଟା କ'ଣ ଥିଲା ନା ଏଗ୍ରିକଲଚର ଥିଲା ହେଲା। ଏଗ୍ରିକଲଚର ବେଶୀ ପରିମାଣରେ ହୋଇପାରୁଥିଲା। ତାପରେ କଲଚର ୱାଜ୍ ମୋର୍ ଡେଭଲପଡ୍ ଦେନ୍ ପ୍ରିଭିୟସ୍, ମାନେ ଯେଉଁ ବାକି ଦୁଇଟା ଯେଉଁ ଏଜ୍ ଥିଲା ଆମର ପିଲିଓଲିଥିକ୍ ଏବଂ ମେସୋଲିଥିକ୍ ଏଜ୍ ଅପେକ୍ଷା ଏଇ ନିଓଲିଥିକ୍ ଏଜ୍ରେ ହେଲା ସାଂସ୍କୃତିକ ବା କଲଚରଟା ବେଶୀ ବିକଶିତ ହୋଇଥିଲା ହେଲା। ମଣିଷମାନେ ଫୁଡ୍ ପ୍ରଡ୍ୟୁସର ଏବଂ କନଜ୍ୟୁମର ଥିଲେ, ମାନେ ନିଜେ ଉତ୍ପାଦନ କରୁଥିଲେ ଆଉ ନିଜେ ଖାଉଥିଲେ ହେଲା। ତାପରେ କ୍ରପ୍ କଲ୍ଟିଭେସନ୍ ହେଲା। କ୍ରପ୍ କଲ୍ଟିଭେସନ୍ଟି ବେଶୀ ଫ୍ୟାମିଲିୟର ହୋଇଥିଲା ଏହି ଯୁଗର ମଣିଷମାନଙ୍କ ସହିତ। ତାପରେ କେଉଁ କ୍ରପ୍ ଗୁଡ଼ିକ ସେମାନେ ୟୁଜ୍ କରୁଥିଲେ ନା କେଉଁ କ୍ରପ୍ ଗୁଡ଼ିକ ୟୁଜ୍ କରୁଥିଲେ ନିଓଲିଥିକ୍ ମାନେ ହ୍ୱିଟ୍, ଗହମ, ବାର୍ଲି, ପେଡ଼ି, ଧାନ ଏବଂ ମିଲେଟ୍କୁ ଏମାନେ ୟୁଜ୍ କରୁଥିଲେ ହେଲା। ଓ ଯେଉଁ ଆର୍ଲିଏଷ୍ଟ ଏଭିଡେନ୍ସଟା କେଉଁଠାରେ ମିଳିଛି ନା ମେହରଗଡ଼ଠାରେ ମିଳିଛି। ଏଇଟାକୁ ମନେ ରଖିନେବେ। ନେକ୍ସଟ ହେଲା ଆମର ଏଭିଡେନ୍ସ ଅଫ୍ ସ୍ପେସିଫିକ୍ କ୍ରପ୍ସ, ମାନେ କ୍ରପ୍ସ ଗୁଡ଼ିକର ଏଭିଡେନ୍ସଟା ଆମେ କେଉଁ ଜାଗାରୁ ମିଳିଛି ହେଲା। ହ୍ୱିଟ୍ ଏବଂ ବାର୍ଲିର ଏଭିଡେନ୍ସଟା ଆମେ ମେହରଗଡ଼ ଯେଉଁଟାକି ପାକିସ୍ତାନର ବୋଲାନ ଡିଷ୍ଟ୍ରିକ୍ଟ ଅଛି ସେଇ ଜାଗାରୁ ମିଳିଛି, ଦେଖିବାକୁ ମିଳିଛି। ତାପରେ ପେଡ଼ି ବା ଧାନର ଏଭିଡେନ୍ସଟା କେଉଁ ଜାଗାରେ ମିଳିଛି ନା କୋଲ୍ଡି ହାବା ହେଲା। ଉତ୍ତରପ୍ରଦେଶର ଆହ୍ଲାବାଦ ଡିଷ୍ଟ୍ରିକ୍ଟ ଥିବା କୋଲ୍ଡି ହାବାଠାରେ ଆମେ କ'ଣ ଧାନ ବିଷୟରେ ପାଇବା। ଆଉ ଏଇଟାକୁ ଓଲ୍ଡେଷ୍ଟ ଏଭିଡେନ୍ସ ମାନେ ସବୁଠାରୁ ପୁରୁଣା ଏଭିଡେନ୍ସ ବୋଲି ମନେ ବିବେଚନା କରାଯାଏ। ଓକେ, ସାଇଣ୍ଟିଷ୍ଟ ମାନେ ଆର୍କିଓଲୋଜିଷ୍ଟ ମାନଙ୍କ ଦ୍ୱାରା। ଓକେ, ଏଇଟାକୁ ମନେ ରଖିନେବେ ହେଲା। ତ ଆଜି ପାଇଁ ଏତିକି ଅଛି। ତ ଆମେ ନେକ୍ସଟ ଦେଖିବା ଯେ କ'ଣ ଦେଖିବା ନା ନେକ୍ସଟ ଆମେ ଦେଖିବା ହେଲା ଚାଲକୋଲିଥିକ୍ ଏଜ୍। କ'ଣ ଦେଖିବା ନା ନେକ୍ସଟ ଆମେ ଦେଖିବା ଚାଲକୋଲିଥିକ୍ ଏଜ୍ ଦେଖିବା। ଓକେ, ତ ଆଜି ପାଇଁ ଏତିକି। ଆଶା କରୁଛି ଏସବୁ ପଏଣ୍ଟସ୍ ଗୁଡ଼ିକୁ ଆପଣମାନେ ବୁଝିପାରିଥିବେ। ଥ୍ୟାଙ୍କ ୟୁ।